ଆରମ୍ଭ କଲେ ନା। ଆଉ ଆମେ ପଢିବା ଆଜି ମାର୍କ ଲିଖିତ ସୁସମାଚାର ତାର 11 ପର୍ବ 1 ପଦରୁ 14 ପଦ ଯାଏ ନା ନାଇଁ ସରି 1 ପଦରୁ 11 ପଦ ଯାଏ। ଆଦ୍ୟାସା ପଢିବାରେ ସାହାଯ୍ୟ କର। ମାର୍କ ଲିଖିତ ସୁସମାଚାର ତାର 11 ପର୍ବ 1 ପଦରୁ 11 ପଦ ଯାଏ। ଯେତେବେଳେ ସେମାନେ ଜେରୁସାଲେମ ସହରର ନିକଟବର୍ତ୍ତୀ ହୋଇ ଯିବ ପର୍ବତ ପାର୍ଶ୍ୱସ୍ଥ ବେଥଫାଗି ଓ ବେଥନିଆ ନିକଟରେ ଉପସ୍ଥିତ ହେଲେ ସେତେବେଳେ ଯୀଶୁ ଆପଣ ଶିଷ୍ୟମାନଙ୍କ ମଧ୍ୟରୁ 2 ଜଣଙ୍କୁ ଏହି କଥା କହି ପଠାଇଲେ, ତୁମ୍ଭମାନଙ୍କ ସମ୍ମୁଖସ୍ଥ ସେହି ଗ୍ରାମକୁ ଯାଅ, ସେଥିରେ ପ୍ରବେଶ କରିବା କ୍ଷଣି ତାହା ଉପରେ କେହି କେବେ ଚଢି ନାହିଁ, ଏପରି ଗୋଟିଏ ଗଧଛୁଆ ବନ୍ଧା ହୋଇଥିବା ଦେଖିବ, ତାହାକୁ ଫିଟାଇ ଘେନି ଆସ। ଆଉ ଯେବେ କେହି ତୁମମାନଙ୍କୁ କାହିଁକି ଏହା କରୁଅଛ ବୋଲି କହେ, ତେବେ କହିବ, ଏହାଠାରେ ପ୍ରଭୁଙ୍କ ପ୍ରୟୋଜନ ଅଛି, ଆଉ ସେ ପୁନର୍ବାର ତାହାଙ୍କୁ ଅବିଳମ୍ବେ ଏଠାକୁ ପଠାଇଦେବେ। ସେମାନେ ଯାଇ ଦ୍ୱାର ନିକଟରେ ବାହାର ଦାଣ୍ଡରେ ଗୋଟିଏ ଗଧଛୁଆକୁ ବନ୍ଧା ହୋଇଥିବା ଦେଖି ତାହାକୁ ଫିଟାଇଲେ। ସେଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେହି ସେମାନଙ୍କୁ ପଚାରିଲେ, ଗଧଛୁଆକୁ ଫିଟାଇ କଣ କରୁଅଛ? ଯୀଶୁ ଯେପରି କହିଥିଲେ ସେମାନେ ସେହିପରି ସେମାନଙ୍କୁ ଉତ୍ତର ଦେଲେ। ତହିଁରେ ସେମାନେ ସେମାନଙ୍କୁ ଅନୁମତି ଦେଲେ। ଯୀଶୁଙ୍କ ନିକଟକୁ ଗଧଛୁଆଟିକୁ ଆଣି ସେମାନେ ତାହା ଉପରେ ଆପଣା ଲୁଗା ପକାଇଦେଲେ, ଆଉ ଯୀଶୁ ତାହା ଉପରେ ବସିଲେ। ପୁଣି ଅନେକ ପଥରେ ଆପଣା ଲୁଗା ବିଛାଇଲେ ଓ ଅନ୍ୟମାନେ କ୍ଷେତରୁ ଡାଳ କାଟି ଆଣି ବିଛାଇ ଦେଲେ। ଆଉ ଆଗରେ ଓ ପଛରେ ଯାଉଥିବା ଲୋକମାନେ ଉଚ୍ଚ ସ୍ୱରରେ କହିବାକୁ ଲାଗିଲେ, ହୋଶାନା, ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି ସେ ଧନ୍ୟ। ଆମ୍ଭମାନଙ୍କର ପିତୃପୁରୁଷ ଦାଉଦଙ୍କର ଯେଉଁ ରାଜ୍ୟ ଆସୁଅଛି ତାହା ଧନ୍ୟ। ଊର୍ଦ୍ଧ୍ୱ ଲୋକରେ ହୋଶାନା। ପରେ ସେ ଜେରୁସାଲେମ ସହରକୁ ଆସି ମନ୍ଦିରରେ ପ୍ରବେଶ କଲେ। ପୁଣି ଚତୁର୍ଦିଗ ସେ ସମସ୍ତ ବିଷୟ ନିରୀକ୍ଷଣ କରି ସନ୍ଧ୍ୟା ହୋଇଯିବାରୁ 12 ଶିଷ୍ୟଙ୍କ ସହିତ ବେଥନିଆକୁ ବାହାରିଗଲେ। ତହିଁ ଆରଦିନ ବେଥନିଆକୁ ଆସୁଥିବା ସମୟରେ ଯୀଶୁ କ୍ଷୁଧିତ ହେଲେ। ଆଉ ସେ ଦୂରରୁ ପତ୍ର ଥିବା ଗୋଟିଏ ହେଲା 11 ପଦ ଯାଏ। ଗଡ୍ ବ୍ଲେସ ୟୁ। ବହୁତ ସୁନ୍ଦର ପଢିଲେ। ଗଡ୍ ବ୍ଲେସ ୟୁ। ପ୍ରଭୁ ବହୁତ ପ୍ରଚୁର ରୂପେ ଆଶୀର୍ବାଦ କରନ୍ତୁ। ଆଚ୍ଛା, ଏଇ ଯୋଉ ଆମେ ପ୍ୟାସେଜ ପଢିଲା, ଏଠି ଆମେ କଣ କଣ ଦେଖି ପାରୁଛେ? ଆମେ ଏଠି ଯାହା ପଢିଲା, କଣ କଣ ଦେଖାଗଲା? ଆମମାନଙ୍କୁ ପଢିବାରେ କଣ କଣ ଜଣା ପଡିଲା? କି ସେଠି କଣ କଣ ଥିଲା, କେମିତି ଥିଲା, କିଛି ଥିଲା ସେଠି? ହ୍ୟାଲୋ, ମୁଁ ତମମାନଙ୍କ ସହିତ କଥା ହେଉଛି। କୁହ, କିଛି ନାହିଁ, ମାନେ ମୁଁ ବହୁତ ବଡ କ୍ୱେଶ୍ଚନ ପଚାରୁ ନାହିଁ। ଆମେ ଶିଖୁଛେ ନା। ଏବେ ଯୋଉ ମାର୍କ ଲିଖିତ ସୁସମାଚାର 11 ପର୍ବ 1 ପଦରୁ 11 ପଦ ଯାଏ ଯୋଉ ଆମେ ପ୍ୟାସେଜ କୁ ପଢିଲା, ଏଠାରେ କଣ କଣ ଦେଖା ଯାଉଛି? ପଢିଲା ଯେ କଣ କଣ ମିଳିଲା? ଆଣ୍ଟି, ଏଠାରେ ପ୍ରଭୁ ଯୀଶୁ ବିଜୟ ଯାତ୍ରା କରିଥିଲେ। ଜେରୁସାଲେମର ବିଜୟ ଯାତ୍ରା ଆରମ୍ଭ କରିଥିଲେ। ଲୋକମାନେ ସେମାନଙ୍କ ପଥରେ ଲୁଗା ଆଉ କେତେ ଜଣ କ୍ଷେତରୁ ପତ୍ର ମଧ୍ୟ ଆଣି
ଯିବା ସ୍ଥାନରେ ପକାଇଥିଲେ? ओके वेरी गुड ठीक अच्छे यह गोटे बहुत सुंदर स्टोरी देखो जितेबेले प्रभु यीशु ख्रीष्ट तो जन्म हैला पर 30 वर्ष रे से कोन नउछंती ना से बपतिस्मा नउछंती ना डुबन नउछंती आउ तापरे से कोन करछंती ना सेवा कार्य रे से बाहरुछंती आउ तांकर सेवा कार्य टोटल केते वर्ष 3.5 वर्ष हाँ बेसी वर्ष नुह 3.5 वर्ष से मध्यरे से कोन करिसंती ना तांकर 12 जन शिष्य को से मध्यरे से तांकर 12 जन शिष्य तैयार कर देले प्रस्तुति कर देले पुनी 3.5 वर्ष रे जिसु लोक मन को छोटा मान को चलिबा पई अमृत को जीवन की देखि पारु नथिला ताको देखिबा पई कहा देहरु रक्त बाहरुथिला के चली पारु नथिला ए सब एमिति लोक मान को से कोन करि अछंती आरोग्यता दे अछंती चमत्कार कार्य सी करि अछंती पुनी से कोन करछंती ना 5टी रोटी आ 2टी माछ को से कोन करि अछंती लोक मान को खाइबा निमंते से दे अछंती हालेलुया हाँ आ जल को से द्राक्षारस पुणी से करि देछंती विवाह भोजी रे हम मान को प्रभु यीशु ख्रीष्ट सेमिति प्रभु अटंती हाँ ठीक अछि आउ एबे हमें जानेउछु जे कोन ना यीशु को हमें कोन कहउछु ना किंग ऑफ किंग्स एंड लॉर्ड्स ऑफ प्रभु मान को प्रभु एवं राजा मान को राजा बोले राजा कहले पिला माने हमें कोन भाबिछु ना कि जोने आम मान को जीवन रे कोन करबो ना राजत्व करबो आम मान को ता आमे तारो प्रजा हेबु जेमति कि आमे बे नरेंद्र मोदी रो अंडर रे अछु ना केमति कारण से सरकार अटंती से सरकार चलाउछंती ना भारत रे हां तो ठीक से परी जिहुदी लोक माने भाबुथिले से कोन ना जीसु जे राजा हेबे आ जीसु जते बेले आसु अछंती से राजा हेबे आ आमे तांकर पछे काम करिवु सभी तांकर शिष्य माने तो तांकर निज निज पोस्ट बाछि नै सारथिले नै कि ना मु जीसुको बाम पटे बसिबी के तो भाबुथिला मु जीसुको डाहाण पटे बसिबी के भाबुथिला ना जीसु खाइबा आगरो मु प्रथमे खाइबी तांको पुणी खुएबी एमिति एमिति तांको मन रे विभिन्न विभिन्न प्रकार कोन थिला ना गोटे गोटे उत्साह गोटे गोटे इच्छा थिला कि जीसु जे राजा हेबे आ तांकर शिष्य माने तांकर प्रजा हेबे आ तांको गोटे बहुत बड़ महल घर रे रखा जीवो जीसु घोड़ा रे आसीबे टकबक करे एमिति विभिन्न प्रकार तांकर स्वप्न थिला आउ ए समय कोन होइछि ना जिहुदी माने रोमियो मानको शासन रे से माने रहुथिले तांको अधीन रे रहुथिले आ रोमियो माने एपरि भाबरे एते स्ट्रिक्ट थिले जे से जिहुदी मानको बहुत ताड़ना करूथिले ए समय कोन होइछि ना यीशु तो सबु बेले कोन प्राय से जेरूशलेम को आसंती किंतु एथरो टिके अन्य प्रकार से आसु अछंती ना आमे जीसुको से बारे देखोछु कि से शिष्य मान को सहित केमती जाउथिले ना से नौका रे केबे केबे जाउथिले ना तो जते बेले नौका रे कोन हैला तूफान होछि प्रभु जीसु कोन कहउछंती ना चुप हे जा तू नी हे जा धमक दउछंती आ संगे संगे नो झड़ बतास कोन हे जाउछि बंद हे जाउछि पुणी हम देखुछे कि जीसु कहउथिले ना चाली चाली ना जेमति कि जक्ष को कहिले जक्ष तुमे कोन करो ना शीघ्र ओलाई आसो आ मुझे आज तुमर घर को जीवी किंतु एही यात्रा ए जो विजय यात्रा जहा कि हमें खजूरी पर्व कहूछु एहा केबे होउछि एहा हमर रिजरेक्शन डे जोटा को कहूछु हमें ईस्टर संडे कहबा न कथा किंतु हमें रिजरेक्शन डे पुनरुत्थान ना गुड फ्राइडे आगरु ई विजय यात्रा हेउछि कोन पई विजय यात्रा हेउछि एथि पई कि कुहा जाय पिला माने मु जते बेले ए विषय को मेडिटेट करूथिले कि ए जेरूशलेम जो कि जेरूशलेम नगरी तार जेरूशलेम रो अर्थ शांति आमे समस्त जानि अछु ना आंटी मध्य जेरूशलेम रे शांति वर्तु बोली एहा से कहंती हाँ ठीक अछि आमे घोषणा करि थाउ प्रेयर परे पुनी जेरूशलेम रो ना सेते बेले अन्य ना थिला हाँ जेहोस करके थिला करिके हाँ आ से समय कोन हिछि ना
कि जाहो शब्द ଏହା ଯେ ଲୋକମାନେ କଣ କରୁଥିଲେ ନା ସେତେବେଳେ ସେମାନେ ଯୀଶୁଙ୍କୁ ଜାଣି ନଥିଲେ ମାନେ ଏତେ ତାର ମାନେ ପାଦ ତଳେ ମାନେ ଗୋଟେ ନିମ୍ନ ପ୍ରକାର ଗୋଟେ ଏମିତି ଗୋଟେ ଜାଗା ଥିଲା ହଁ କିନ୍ତୁ ଏଇ ଜାଗାକୁ ଯୀଶୁ ଆସୁଅଛନ୍ତି ହଁ ତାର ନାଁ ସବୁକୁ କଣ କରିଦଉଛନ୍ତି ଚେଞ୍ଜ କରି ଦଉଛନ୍ତି ସେ ଜାଗାରେ ଲୋକଙ୍କୁ ଏତେ ମାନେ ହତ୍ୟାକାଣ୍ଡ ବହୁତ କିଛି ଚାଲିଥିଲା ଶାନ୍ତି ସେଥିପାଇଁ ତ ଜେରୁସାଲାମରେ କଣ ଶାନ୍ତି ବର୍ତ୍ତୁ ଜେରୁସାଲାମର ଅନ୍ୟ ଜେରୁସାଲାମର ଅର୍ଥ ହଉଛି କଣ ନା ଶାନ୍ତି ସେ ପ୍ଲେସ ରହୁଛି ଶାନ୍ତି ବୋଲିକରି ପ୍ରଭୁ ଯୀଶୁ ଖ୍ରୀଷ୍ଟ କହୁଅଛନ୍ତି ନା ପୁଣି ଆମେ ଦେଖୁଛେ ଯେ କଣ ନା କି ସେହି ସ୍ଥାନରୁ ସେ କଣ କରୁଛନ୍ତି ଯୀଶୁ ଲୋକମାନଙ୍କର ମଧ୍ୟ ତାଙ୍କର ପରିଚୟକୁ ସେ ବଦଳାଇ ଦଉଛନ୍ତି କିନ୍ତୁ ଏଥର ଯୀଶୁ କଣ କରିକି ଆସିଛନ୍ତି ନା ସବୁ ବର୍ଷରେ ସେ 3.5 ବର୍ଷ ଯାଏ କଣ କରୁଛନ୍ତି ନୌକାରେ ଖାଲି ପାଦରେ ଚାଲି ଚାଲି ଶିଷ୍ୟମାନଙ୍କ ସହିତ ସେ ପିତା ପରମେଶ୍ୱରଙ୍କର ସେ ଆଜ୍ଞାକୁ ମାନି ତାଙ୍କର ସେବା କରିଛନ୍ତି କିନ୍ତୁ ଏଥର ତାଙ୍କ ଶେଷ ଥର ପାଇଁ ଯେତେବେଳେ ସେ ଜେରୁସାଲମକୁ ଯାଉଅଛନ୍ତି ସେତେବେଳେ ସେ କଣ କହୁଛନ୍ତି ନା ମୋ ପାଇଁ ତୁମେ କଣ କର ଗୋଟେ ଗଧ ଛୁଆ ବନ୍ଧା ହେଇଥିବା ଦେଖି ତୁମେ ତାହାକୁ ଫିଟାଇ ଆଣ ହାଲେଲୁୟା ନା ଚାହିଁଥିଲେ ରାଜା ତ ଘୋଡାରେ ବସନ୍ତି ଟକବକ କରିବା ହଁ କିନ୍ତୁ ଏଇ ଗଧ ଉପରେ କାହିଁ ପ୍ରୟୋଜନ କଲେ ସେ ସମୟରେ କି କୌଣସି ଗାଡି ନଥିଲା ତ ସେ ସମୟରେ ଲୋକେ ଗଧ ମଧ୍ୟରେ କଣ କରୁଥିଲେ ନା ଯାତ୍ରା କରୁଥିଲେ ଏ ସ୍ଥାନକୁ ସେ ସ୍ଥାନକୁ ସେ ସ୍ଥାନ ନିଜ ମାମୁଁ ଗାଁ ଆଣ୍ଟି ପାଖକୁ ଏମିତି ସେମାନେ ଯେତେବେଳେ ଯାହା ପାଖକୁ ଯାଉଥିଲେ ଗଧର ବ୍ୟବହାର କରୁଥିଲେ ହଁ ତ ଏ ସମୟରେ ମଧ୍ୟ ଯୀଶୁ କଣ କହୁଛନ୍ତି ନା କି ତାଙ୍କୁ ଗୋଟେ ଗଧ ଛୁଆ ଦରକାର ଥିଲା ଆଉ ସେ ଗଧ ଛୁଆ ଦେଖ ଆମେ ସବୁ ଗଧକୁ କହିଥାଉ ସେ ମୁଣ୍ଡ ନଇକି ସେ ଚାଲିଥାଏ ତମେ ତାହାକୁ ଯାହା କୁହ ତାହା ପିଠିରେ କଣ କର ନା ଯେତେ ଓଜନ ବି ତୁମେ ଦେଇଦିଅ ସେ କେବେ ମାଲିକକୁ କୁହେ ନାହିଁ ଆଜ୍ଞା ତମେ ମୋ ଓଜନ ଟିକେ କଣ କରିଦିଅ ନା କମ କରିଦିଅ ସେ କେବେ କହେ ନାହିଁ ମୁହଁ ଖୋଲେ ନାହିଁ ସେ ଚୁପଚାପ ହୋଇ ନିଜ ମାଲିକର ଗୋଟେ ବିଶ୍ୱସ୍ତ ଗୋଟେ ପଶୁ ଅଟେ ନା ଆଉ ଏଠାରେ ସେ ଗଧ ଛୁଆକୁ ଯୀଶୁ କହୁଛନ୍ତି ନା କି ତୁମେ ତାହାକୁ ନେଇକି ଆସ ବୋଲିକି ଯୀଶୁ ମଧ୍ୟ କଣ କଲେ ନା ଆମ ସମଗ୍ର ମାନବ ଜାତିର ପାପକୁ ତମ ମାନଙ୍କ ମୋର ପାପକୁ କଣ କଲେ ନା ସେ କ୍ରୁଶରେ ବୋହି ନେଲେ ଚୁପଚାପ ନା ତାଙ୍କୁ କେତେ କୋରଡ଼ାର ପ୍ରହାର ପଡିଲା ନା ଗୁଡ୍ ଫ୍ରାଇଡେ ଚର୍ଚ୍ଚରେ ଶୁଣିବ ନା କେତେ କୋରଡ଼ାର ପ୍ରହାର ପଡିଲା 39 କୋଡା ହଁ ତାଙ୍କୁ ଏତେ ମାଡ ପଡିଲା ତାଙ୍କୁ ଲୋକେ ମାନେ ତାଙ୍କ ମୁହଁରେ କଣ କଲେ ଛେପ ପକାଇଲେ ହଁ କିନ୍ତୁ ସେ କିଛି କହିଲେ ନାହିଁ ସେ ତ ରାଜା ମାନଙ୍କ ରାଜା ଆଉ ସେ ତ ପ୍ରଭୁ ମାନଙ୍କ ପ୍ରଭୁ ସେ ତ ଈଶ୍ୱର ଆଉ ସେ କାହିଁକି ମାନେ କିଛି କହିଲେ ନାହିଁ ସେ ଜାଗାରେ ବି ତ ସେ କହିଥାନ୍ତି କାହିଁକି ନା ଯୀଶୁ ଯଦି ତାଙ୍କର ରକ୍ତ ବାହାରି ନଥାନ୍ତା ସେ ଯଦି ଆମ ପାଇଁ ମାଡ ଖାଇ ନଥାନ୍ତେ ଆମେ ପ୍ରାର୍ଥନା କରିଥାଉ ନା ତାହାଙ୍କ ପ୍ରହାରରେ ଆମ୍ଭେ ମାନେ କଣ ହେଲୁ ସୁସ୍ଥ ହେଲୁ କେବଳ ପିଲାମାନେ ସେ ଆମ୍ଭ ମାନଙ୍କର ପାପ ପାଇଁ ସେ କଣ ହଉଛନ୍ତି ନା ଦଣ୍ଡିତ ହେଉଛନ୍ତି ଯେଣୁକି ମୋର ହାତ କଣ କଲା ମୁଁ 5 ଟଙ୍କା ଚୋରି କଲି ନା ଚୋରି କରିବା ଭଲ କି ନା ଚୋରି କରିବା ଭଲ ନୁହଁ ଆଦୌ ଭଲ ନୁହଁ ନା କିନ୍ତୁ ସେଇ ମୁଁ ଯେ ଚୋର ଆଉ ମୁଁ ଯେ ଚୋରି କରେ ତ ଏ ବିଷୟକୁ କିଏ ମୋର ଦୋଷକୁ କିଏ ନେଇଗଲେ ଯୀଶୁ ନେଇଗଲେ ଆଉ ମୋ ହସ୍ତରେ କଣ୍ଟା ଲାଗିବା ଜାଗାରେ ସେ ହିଁ ମାନେ ବହନ କଲେ କି ତାଙ୍କ ହସ୍ତରେ କଣ୍ଟା ବାଜିଲା ତାଙ୍କ ପାଦରେ ତାଙ୍କ ମସ୍ତିଷ୍କରେ ଆମ ମାନଙ୍କ ଭୁଲ ପଥରେ ଚାଲିବା ଭୁଲ ଧାରଣାକୁ ସୋଚିବା ଆଉ ଯେତେବେଳେ ଯୀଶୁ କଣ କରୁଛନ୍ତି ନା ଏଥିପାଇଁ ହିଁ ସେ ଜଗତକୁ ଆସିଥିଲେ ଆଉ ସେ ଗଧ ଛୁଆକୁ ମନୋନୀତ କରୁଅଛନ୍ତି ଆଉ ଗଧ ଉପରେ ବସୁଛନ୍ତି କି ଗଧ ନମ୍ର ଅଟେ ନା ଆମ କ୍ଲାସ ମାନଙ୍କରେ ଯିଏ ଟିକେ ଭଲ କି ପାଠ ପଢି ଜାଣୁନଥିବ ଏଇ ତ ପୁରା ଗଧଟା ମା ମାନେ ବି ଏମିତି କହିଥାନ୍ତି ନା ଘରେ ଗାଳି କରିଥାନ୍ତି ଯେତେବେଳେ ମାଙ୍କଡ ଗଧ କିଛି ଜାଣୁନାହିଁ କିଛି ବୁଝୁନାହିଁ କରି କିନ୍ତୁ ସେଇ ଗଧକୁ କିଏ ଭଲ ପାଉଛନ୍ତି
ଯୀଶୁ ଭଲ ପାଉଛନ୍ତି। ସେ କହୁଛନ୍ତି କଣ, ତୁମେ ଯାଅ ବୋଲି ଗୋଟେ ଆଜ୍ଞା ଦଉଛନ୍ତି, ଶିଷ୍ୟ ମାନଙ୍କୁ କମାଣ୍ଡ କରୁଛନ୍ତି। ଆଉ ତମେ ସେ ଗଧ ଛୁଆକୁ ତୁମେ ନେଇକି ଆସିବ। ଆଉ ସେଠି ଯଦି କେହି ତୁମକୁ ପଚାରେ ତାହେଲେ ତୁମେ କଣ କହିବ ନା, ଏହାଙ୍କ ଠାରେ ପ୍ରଭୁଙ୍କ ପ୍ରୟୋଜନ ଅଛି। ପିଲାମାନେ, ଆମେ ଏମିତି ନମ୍ର ହଉ କି ପ୍ରଭୁ କୁହନ୍ତୁ ଆମମାନଙ୍କୁ, ଯୀଶୁ ଯେ ନା, ମୋ ଆଦ୍ୟାଶା ଉପରେ, ବର୍ଷା ଉପରେ ମୋର କଣ ଅଛି, ପ୍ରୟୋଜନ ଅଛି। ସେ ମୋ ସେବା କାର୍ଯ୍ୟ କରିବା ପାଇଁ କଣ ଅଟେ, ଉଚିତ ଅଟେ। ମୁଁ ତାକୁ ଚାହେଁ, ମୁଁ ତାକୁ କଣ କରେ, ସ୍ନେହ କରେ ବୋଲି। ଆଉ କି ଯେମିତି କି ମା ମାନେ କୁହନ୍ତି, ଯା ତ ମା କି ବାପା କୁହନ୍ତି ପାଣି ଗ୍ଲାସ ନେଇକି ଆସିବୁ, ନା ମୁଁ ଯାଇପାରିବି ନାହିଁ, ତମେ ତାକୁ ପଠଉନ, ତମେ ନିଜେ ଯାଉନ, ତମର ଗୋଡ ନାହିଁ। ଆମେ ଏମିତି କହିଲେ କଣ ଆମେ ନମ୍ର ହେଇପାରିବା କି? ନା, ନମ୍ର ହୋଇପାରିବା ନାହିଁ। ଆମେ ଆଜ୍ଞାକାରିତା ହେବା। ଆଜ୍ଞାକାରିତା ଆଶିଷକୁ ନେଇକି ଆଣିଥାଏ, ଆମ ଜୀବନରେ ଆଶୀର୍ବାଦକୁ ନେଇକି ଆସିଥାଏ। ଆଉ ଏଇଟା ସେ ଗଧ ଦେଖ, ଏତେ ତାଙ୍କୁ ଫିଟାଇ ଆଣୁଛନ୍ତି, କେତେ ଦିନରୁ ସେ ବନ୍ଧା ହେଇଥିବ। ମାଲିକ କେତେବେଳେ ଖାଇବାକୁ ଦଉଥିବ, ସେ କେତେ ମାଲିକର କଷ୍ଟ ସହୁଥିବ ନା। ଆଉ ସେ ଗଧ ଛୁଆ ଏବେ କଣ ହେଇଛି, ଏବେ ଯେତେବେଳେ ଯୀଶୁ ସେଥିରେ ବସି ଦେଇଛନ୍ତି, କଣ ହେଇଯାଇଛି, ସେ ଗଧ ଛୁଆର ପୁରା ପରିଚୟ ବଦଳି ଯାଇଛି। ବାପରେ, ଯୋଉ ଗଧ ଉପରେ ସାମାନ ସବୁ ରଖୁଥିଲେ, ସେଇ ଗଧରେ କିଏ ବସିଛନ୍ତି, ଯୀଶୁ ରାଜା ନା, ରାଜା ବସିଛନ୍ତି। ଆଉ ସେ ଆସୁଅଛନ୍ତି, କେତେ ସୁନ୍ଦର କଥା ନା। ଆଉ ଆମେ କେମିତି କରି ଯୀଶୁକୁ ବୋହିବା, ଆମେ ସମସ୍ତେ ଯୀଶୁଙ୍କୁ ସେଇ ଗଧା ହେଇଯିବା କି ଆମେ ଯୀଶୁଙ୍କୁ ବୋହିବା କେମିତି ହେଇକି, ନମ୍ର ହେଇକି। ଆମ ଜୀବନରୁ ଲୋକେ କଣ କରିବେ ନା, ଯୀଶୁଙ୍କୁ ଦେଖିବେ। ଆମ ଜୀବନ ଦ୍ଵାରା ଲୋକେ ଯୀଶୁଙ୍କ ପରିଚୟକୁ ପାଇବେ କି ହଁ, ପ୍ରକୃତରେ ଏମାନେ କାହାର ଅଟନ୍ତି ନା, ଖ୍ରୀଷ୍ଟଙ୍କର ଅଟନ୍ତି ବୋଲି। ପୁଣି ଆମେ ଦେଖୁଛେ ଏଠାରେ କି ଯେତେବେଳେ ସେ କହୁଛନ୍ତି, କିଏ ଯଦି ତମକୁ ପଚାରେ ତାହେଲେ ତୁମେ କହିଦବ କି ପ୍ରଭୁଙ୍କର ପ୍ରୟୋଜନ ଅଛି। ଏଇ ବିଷୟ କଣ ନା, ସେ ଆଗର ବିଷୟକୁ ସେ ଜାଣିଥିଲେ। କି ସେ ପ୍ରଭୁ, ତେଣୁକରି ସେ ଭବିଷ୍ୟତ ବିଷୟକୁ ଜାଣନ୍ତି ନା। ଆମେ ହେଲେ ଆଗ ବିଷୟକୁ ଜାଣିବା କି, କଣ ହେବ କାଲି, କଣ ହେବ, କେମିତି ହେବ, କିଛି ଆମେ ଜାଣିବା ନାହିଁ। କିନ୍ତୁ ପ୍ରଭୁ ସବୁ କିଛି ସେ ଜାଣନ୍ତି ନା। କେତେ ସୁନ୍ଦର କଥା। ପୁଣି ଯେତେବେଳେ ସେ ଆସୁଛନ୍ତି, ଲୋକେ କଣ କରୁଛନ୍ତି ନା, କପଡାକୁ ବିଛାଇ ଦଉଛନ୍ତି। ଖଜୁର ଡାଳ, ବିଶେଷ କରି ଖଜୁରୀ ପର୍ବ କହୁଛୁ ଆମେ ନା, ଗଧ ପର୍ବ କହୁନାହୁଁ, ଆହୁରି ଅନ୍ୟ କିଛି କହୁନି, ଖଜୁରୀ ରବିବାର କହୁଅଛୁ ନା। ଏଇ ଖଜୁରୀ ରବିବାର ଏହା ହଉଛି କଣ ନା, ଗୋଟେ ଜୟକୁ ମାନେ ଦର୍ଶାଇଥାଏ। ଆଉ ଜୟ କେତେବେଳେ ଆମେ ପାଇଥାଉ, କୋଉ ବିଷୟରେ, ଆମେ ଯଦି ହାରି ଯାଉ ତାହେଲେ କଣ ଆମର ଜୟ ହେଇଥାଏ ନା, ପାପରୁ ଜୟ। ଗୋଟେ ଖଜୁରୀ ଡାଲର ମାନେ ତାର ମହତ୍ଵ ହଉଛି, ତାର ମିନିଂ ହଉଛି କି ଭିକ୍ଟ୍ରି, ଜୟ, ପିସ୍, ତାହା ଏହାକୁ ବୁଝାଏ। ଆଉ ଇଟରନାଲ ପିସ୍, ଯାହାକି ଅନନ୍ତ କାଳୀନ ନା, ଇଟରନାଲ ଲାଇଫ ଯୋଉଟା କହୁଛୁ, ଅନନ୍ତ କାଳୀନ ଆଶା, ତାହାକୁ ମଧ୍ୟ ବୁଝାଏ। ଆଉ ପୁରାତନ ନିୟମରେ ରାଜା ମାନେ, ଲୋକମାନେ ଯେତେବେଳେ ପର୍ବ ପାଳନ କରୁଥିଲେ, ସେମାନେ ମଧ୍ୟ ଏହି ଖଜୁରୀ ଡାଲକୁ ଧରିକି ଆସୁଥିଲେ। ଆଜିକାଲି ଲୋକେ କଣ କହୁଛନ୍ତି, ସେ କଣ ପ୍ରାଇଜ ଗୁଡାକ ପାଉଛନ୍ତି, ଆଉ ହିପ୍ ହିପ୍ ହୁର୍ରେ, ଏହା ସବୁ କହୁଛନ୍ତି ନା। କିନ୍ତୁ ସେ ସମୟରେ ଲୋକ ଖଜୁରୀ ଡାଲକୁ ସେମାନେ ହଳାଇ ହଳାଇ ଆସିଥିଲେ। ଆଉ ତାର ମଧ୍ୟ ମସିଣା ମଧ୍ୟ ତାର କରନ୍ତି ନା, କି ଲୋକେ ବସନ୍ତି। ଆଉ ଗାଁ ମାନଙ୍କରେ ତାର ଘର ତିଆରି ହୁଏ। କିନ୍ତୁ ପିଲାମାନେ, ତମମାନେ ଗୋଟେ କଥା ଧ୍ୟାନ ଦେଇଛ, ସେ ଗଛଠାରେ କୌଣସି ଚଢେଇ କେବେ ହେଲେ ବସା କରି ନାହିଁ। ଆଉ ତାର ଯୋଉ ଫଳ କେମିତି ଥାଏ, ଏକାଠି ଥାଏ, ଏକାଠି ଗୁନ୍ଥା ହେଇଥିବ, କେତେ ସୁନ୍ଦର ଲାଗୁଥିବ। ଠିକ ଆମ ଖ୍ରୀଷ୍ଟୀୟ ଜୀବନ ମଧ୍ୟ ସେମିତି ଦିଶିବାର କଥା। କିନ୍ତୁ ଆମେ ତ ପ୍ରଭୁଙ୍କ ସନ୍ତାନ ହେଲେ ମଧ୍ୟ କେତେ ଅବାଧ୍ୟ ହେଉଛୁ। ଆମ ଜୀବନରେ ଯୋଉ ଆତ୍ମାଙ୍କ ଫଳ ଅଛି, ସେ ଫଳ ମଧ୍ୟ ଫଳିବା ଆବଶ୍ୟକ ଅଟେ। କାହିଁକି ନା ଆମେ ପ୍ରଭୁଙ୍କୁ ଜାଣିଅଛୁ, ଆମେ ପ୍ରଭୁଙ୍କର ସନ୍ତାନ ଅଟୁ। ଆଉ ଏହି ଗଛ କୋଉ ଜାଗାରେ ଦେଖାଯାଏ, ମରୁଭୂମି ମାନଙ୍କରେ, ରେଗିସ୍ତାନରେ ଦେଖାଯାଏ। କାହିଁକି ନା ଏହା କମ ପାଣିରେ ବୃଦ୍ଧି କରିଥାଏ। କେମିତି, ସେ ଏକଦମ ସେ ହୁଏ ନାହିଁ, ଧୀରେ 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 କରି ସେ ବଡ ହେଇଥାଏ। କାହିଁକି ନା
ତାକୁ ସମୟ ଲାଗି ଥାଏ। ହଁ, ଆଉ ସେ ଏପଟେ ସେପଟେ ତେଢା ମେଢା ଯାଏ ନାହିଁ, ଷ୍ଟ୍ରେଟ। ଅନେକ ଥର ଆମେ ପ୍ରଭୁଙ୍କ ପଛେ ପଛେ ଚାଲି ପାରି ନଥାଉ। ପ୍ରଭୁ ସିଧା ରାସ୍ତା, ମୁଁ ପଥ ସତ୍ୟ ଜୀବନ କହିଲେ ଆମେ ଅନ୍ୟ ପଟେ ପ୍ରଭୁଙ୍କୁ ଜାଣିଲା ପରେ ମଧ୍ୟ ଆମମାନଙ୍କ ଜୀବନରେ କେତେ ଯେ ଅନ୍ୟ ପାଖକୁ ଅନ୍ୟକୁ ଆମେ ସ୍ଥାନ ଦେଇଥାଉ, ଯୋଉ ପ୍ରେମକୁ ଆମେ ଯୀଶୁଙ୍କୁ କରିପାରି ନଥାଉ। ଯୀଶୁଙ୍କୁ କରିବା କଥା ସେ ଜାଗାରେ ଆମେ ଅନ୍ୟକୁ ପ୍ରେମ କରିଥାଉ। ଆଉ ଏଇ ଖଜୁରୀ ଡାଳକୁ କଣ ନା, ଏଇ ଖଜୁରୀ ଡାଳ ଧରି ଲୋକେ କଣ କରୁଛନ୍ତି, ହୋସାନା ହୋସାନା କହୁଛନ୍ତି। ଦାଉଦ ସନ୍ତାନ, ତାପରେ ଆହୁରି ଶିଷ୍ୟମାନେ ମଧ୍ୟ କହୁଛନ୍ତି କଣ ନା କି ଯୀଶୁଙ୍କ ସମସ୍ତ ତାଙ୍କର ସେବା କାର୍ଯ୍ୟକୁ, ବଡ ବଡ ଚମତ୍କାରକୁ, ଲାଜାରକୁ କେମିତି ସେ ବଞ୍ଚାଇଲେ, ସେ ମୃତ ବାଳିକାକୁ କେମିତି ବଞ୍ଚାଇଲେ, କହିଲେ କଣ ନା କି ବାଳିକା ଶୋଇ ନାହିଁ, ସରି ଶୋଇଅଛି, ସେ ମରି ନାହିଁ, ଏହା ସବୁ କହିଲେ। କେମିତି ଶ୍ମଶାନ ଘାଟରେ, କବର ସ୍ଥାନରେ ଦୁଷ୍ଟ ଆତ୍ମା କଣ କରୁଥିଲା ନା, ଗୋଟେ ଲୋକକୁ ତା ଭିତରେ ଥିଲା, ଆଉ ସେ କବର ସ୍ଥାନରେ ରହୁଥିଲା, ତାକୁ ଜଞ୍ଜିରରେ ବେଡିରେ ବାନ୍ଧିକି ରଖୁଥିଲେ, ତଥାପି କେହି ରଖି ପାରୁନଥିଲେ। ଆଉ ସେ ଦୂରରୁ ଦେଖୁଛି, କହୁଛି କଣ ନା, ଏଇ ଦେଖ ପରାତ୍ପର ଈଶ୍ୱରଙ୍କ ପୁତ୍ର। ସେ ଜାଣୁଥିଲା, ଆଉ ସେ ନିଜକୁ କଣ ହେଇଗଲା ନା, ଯୀଶୁଙ୍କୁ ଦେଖିଲା ମାତ୍ରେ ଆଜାଦ ହେଇଗଲା। ସେ ଚିହ୍ନି ପକେଇଲା, ଯୀଶୁଙ୍କ ସାମ୍ନାରେ ସେ ଘୁଟନା ନିଜ ଆଣ୍ଠୁକୁ ପାତି ଦେଲା। ଆଜି ସେଇ ଖଜୁରୀ ପର୍ବ, ସେଇ ବିଜୟ ଯାତ୍ରା, ଯାହାକୁ ଆଗରେ ଯୋଉ ଆମର ଗୁଡ ଫ୍ରାଇଡେ, ପୁଣି ଜେରୁସାଲାମ ମନ୍ଦିରରେ ଏତେ ମାନେ ଅଳିଆ ଆବର୍ଜନା ଥିଲା, ଲୋକମାନେ କେମିତି ବ୍ୟବସାୟ କରୁଥିଲେ। ଏହା ଆମେ ଆତ୍ମିକ ଭାବେ ଦେଖିବା ହେଲେ ବହୁତ ବହୁତ କଣ ଅଟେ, ଇମ୍ପୋର୍ଟାଣ୍ଟ ଅଟେ ମୋର ପିଲାମାନେ, ଜାଣିଛ। ଏଣୁକରି ସେ କଣ କରୁଛନ୍ତି, ଗୋଟେ ବିଜୟକୁ ସେ ଆମମାନଙ୍କୁ ଦେଇଛନ୍ତି। ଯଦି ମୁଁ ମ୍ୟାଥରେ କମଜୋର ଅଛି ନା, ପ୍ରଭୁ ମତେ କଣ କରିଛନ୍ତି, ବିଜୟ ଦେଇଅଛନ୍ତି। ମୁଁ ଯଦି ବହୁତ ଚକୋଲେଟ ଖାଉଛି, ବେଶୀ ଚକୋଲେଟ ଖାଇବା କଣ ହୁଏ, ସୁଗର ହୁଏ, ତାଠାରୁ ଆମକୁ ବିଜୟ ପାଇବାର ଅଛି। କେମିତି ଭାବରେ, ଯୀଶୁ କହିଛନ୍ତି କଣ ନା, ତୁମେ ମାନେ ସର୍ବୋତ୍ତ ଭାବେ କଣ ଅଟ, ବିଜୟ ଅଟ ବୋଲି। ହିନ୍ଦୀରେ ଆମେ କହୁଛୁ, ତୁମ ଜୈବନ ସେ ବି କଣ ହୋ, ବଡକର ହୋ। ପ୍ରଭୁଙ୍କ ପାଇଁ କୌଣସି ବି କାମ କଠିନ ନୁହେଁ, କେବଳ ଆମେ ତାଙ୍କୁ ଆପ୍ଲାଏ କରି ଜାଣିବା କଥା, ଠିକ ସମୟରେ ଠିକ ବିଷୟକୁ ଆପ୍ଲାଏ କରି ଜାଣିବା କଥା ନା। କି ଆମମାନଙ୍କୁ କଷ୍ଟ ହେଲା, ରୋଗ ହେଲା, ଦୁଃଖ ହେଲା, ଆମେ ଏଥିରେ ମାନେ ଆମେ ଏଥିରେ ଚିନ୍ତା କରିବା କଥା ନୁହଁ। ସେ ଆମମାନଙ୍କୁ ଆଗରୁ ହିଁ ସୁସ୍ଥତା ଦେଇଅଛନ୍ତି। ସେ ସୁସ୍ଥତାକୁ ଆଣିକି ଆମେ କଣ କରିବାର ଅଛି, ପ୍ରୋକ୍ଲାଇମ କରିବାର ଅଛି। ଏହି ସେଇ ବିଜୟ, ଏହା ସେହି ଝଣ୍ଡା, ଏହା ସେଇ ଖଜୁରୀ ପର୍ବ। ବିଜୟକୁ ଘୋଷଣା କରିବା। ଆଉ ଯୀଶୁ ଆଗରୁ ହିଁ ବିଜୟକୁ ଘୋଷଣା କରି ଦଉଛନ୍ତି କି କଣ ନା, ଏହି ଯାତ୍ରାରେ, ଏହି ସପ୍ତାହ ସାରା କଣ ଦୁଃଖ ଭୋଗ ସପ୍ତାହ ମଧ୍ୟ କୁହନ୍ତି। ପୁଣି ଗୋଟେ ଗୋଟେ ଦିନରେ ପୁଣି ତଳେ ଦେଖିବା କି ପ୍ରଭୁ କେମିତି ମନ୍ଦିରକୁ ପରିଷ୍କାର କରୁଛନ୍ତି, ଜେରୁସାଲାମ ମନ୍ଦିରକୁ, ଜେରୁସାଲାମ ମନ୍ଦିର ପାଇଁ ସେ କାନ୍ଦୁଛନ୍ତି ନା। ଆଉ ସେଣୁକରି ସେ ଆଗରୁ ହିଁ କଣ କରୁଛନ୍ତି ନା, ବିଜୟକୁ ଘୋଷଣା କରିଦଉଛନ୍ତି। ଆଉ ସେଥିପାଇଁ ଲୋକମାନେ ତାଙ୍କ ନିମନ୍ତେ ପ୍ରଭୁଙ୍କ ସ୍ତୁତି କରୁ କରୁ ସେମାନେ କଣ କରୁଅଛନ୍ତି ନା, ସେମାନେ ପ୍ରଭୁ ଯୀଶୁଙ୍କୁ ଖଜୁରୀ ଡାଳ ଧରି ସେମାନେ ସ୍ୱାଗତ କରୁଅଛନ୍ତି ନା। ଏପରି ଭାବରେ ସେମାନେ କଣ କରୁଛନ୍ତି ନା, ଡାଳ କାଟି ଆଣି ଆଣି ସେମାନେ ସ୍ୱାଗତ କରୁଅଛନ୍ତି। ଆଉ ଏ ଖଜୁରୀ ଗଛ ଆଉ ପୁଣି କଣ ଅଟେ ଜାଣିଛ, ବହୁତ ବିଶ୍ୱସ୍ତ ଅଟେ। ଏ କାହାର ମାନେ କି ଯିଏ ବି ମାନେ ସେ ଗଛ ଲଗାଇଥାଏ, ଫଳ ସେଇଠି ହିଁ ରୁହେ, ଏପଟେ ସେପଟେ ଫଳ ଭାଗେ ନାହିଁ। ଆମେ ମାନେ ମଧ୍ୟ ପ୍ରତି ଜାଗାରେ, କେହି ଆମକୁ ଦେଖୁଛି ନ ଦେଖୁଛି ଆମେ ଜାଣିନା, କିନ୍ତୁ ଜଣେ ଆମକୁ ଦେଖୁଛନ୍ତି, ସେ ଆଉ ସେ କି, ସିଏ ହଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଏଣୁକରି ଆମେ ସବୁ ଜାଗାରେ କଣ ହେବା କଥା, ବିଶ୍ୱାସ ଯୋଗ୍ୟ ହେବା କଥା। ପିଲାମାନେ ଆମକୁ ପ୍ରଭୁ ଆଗରୁ ହିଁ ବିଜୟ ଦେଇଛନ୍ତି। ଏଣୁକରି ଆମ ଜୀବନରେ ଯାହା କିଛି ଆସୁ, ମୁଁ ଯଦି ଚୋରି କରୁଛି, ଆଉ ମୁଁ ଚୋରି କରିବା ପାପ, କି ମୁଁ ମିଥ୍ୟା କହୁଛି, ମିଥ୍ୟା କହିବା ପାପ, ତାକୁ ମୁଁ ଛାଡିବା ପାଇଁ ଚାହୁଁଛି କିନ୍ତୁ ଛାଡି ପାରୁନାହିଁ। ହେଲେ ମୁଁ କଣ କରିବି, ଯୀଶୁଙ୍କୁ କହିବି, ପବିତ୍ର ଆତ୍ମାଙ୍କୁ କହିବି, ପ୍ରଭୁ ମୁଁ ଏଇ ଦୁର୍ବଳ, ମତେ ତୁମେ କଣ କରିଦିଅ, ସବଳ କରିଦିଅ, ମତେ ତୁମେ ଏହି ଜାଗାରେ ତୁମେ ଉଠାଅ। ତୁମେ କାରଣ ଆଗରୁ ତୁମେ ମତେ କଣ କରିଛ ନା,
विजय देछ रे शैतान दुष्ट शैतान तू मो आगरू कौन ही जा दूर ही जा मु आज ठारू केबे भी चोरी करिबि नाही जहा हेले हबो मो आज ठारू आउ मिथ्या कहबी नाही एही विजय को से आम मान को देई अछंती एणकुरी आम मान को जीवन रे आमे आमे केबे हेले हारिबा नाही शैतान हारा हुआ ना मेरा यीशु विजय हुआ ना आ एणुकरी से माने विजय को से माने घोषणा करछंती कि रोमियो सरकार ठारू कोन करिवे ना प्रभु आम मान को उद्धार करिवे से आम मान को नै कि ता कबलरू बंचाइबे ଏହା ସେମାନେ ସେହି ଆଶାରେ ସେମାନେ ଯୀଶୁଙ୍କର ଆରାଧନା କରୁଛନ୍ତି କିନ୍ତୁ ଅନ୍ୟ ସୁସମାଚାରରେ ଯେତେବେଳେ ଆମେ ପଢୁଛୁ ଲୋକଲିଖିତ ସୁସମାଚାରରେ ସେ ଜାଗାରେ କହୁଛନ୍ତି କି ଲୋକମାନେ ସେ ଫାରୁସି ଲୋକମାନଙ୍କୁ ଏସବୁ ଭଲ ଲାଗିଲା ନାହିଁ ଆରେ ଆମର ଜେରୁସାଲେମକୁ କିଏ ଗୋଟେ ରାଜା ଅଧିକାରର ସହିତ ଆସୁଅଛି ରାଜା କରିବ ଏବେ ତାର ସବୁ ଚଳିବ ଆମେ ଆଉ କିଛି କରିପାରିବା ନାହିଁ ଠକାମି କରିବା ପାଇଁ ସେ କହେ ତମର ଗୁରୁ ତୁମର ଶିଷ୍ୟମାନଙ୍କୁ ଯୀଶୁ ତୁମର ଶିଷ୍ୟମାନଙ୍କୁ ତୁମେ କଣ ଚୁପ୍ କର ତେବେ ଯୀଶୁ କହୁଛନ୍ତି କଣ ନାଇଁ ଏମାନେ ଯଦି ଚୁପ୍ ପଡିଯିବେ ତାହେଲେ ପଥର ମାନେ କଣ କହିବେ ହୋସାନା କହିବେ ହାଲେଲୁୟା ହେଲା ପଥର ମାନେ ମୋର ଆରାଧନା କରିବେ ସେ ଏହା କହୁଅଛନ୍ତି କିନ୍ତୁ ପିଲାମାନେ ଆଜି ଆମେ ବିଶେଷ ଭାବରେ ଦେଖିବା କି ଯେତେବେଳେ ଯୀଶୁ ଜେରୁସାଲେମକୁ ଆସୁଅଛନ୍ତି ତାଙ୍କ ନିମନ୍ତେ ଲୋକମାନେ କିପରି ଭାବରେ ପ୍ରସ୍ତୁତି କରୁଛନ୍ତି ପ୍ରସ୍ତୁତିର ସହିତ ତାଙ୍କୁ ସ୍ୱାଗତ କରୁଅଛନ୍ତି କି ତାଙ୍କ ନିମନ୍ତେ ଗଧ ହଁ କପଡା ଲୁଗା ବିଛାଇ ଦଉଛନ୍ତି ନୂଆ ନୂଆ ଲୁଗା ନିଜ ହୃଦୟକୁ ମଧ୍ୟ ସେମାନେ ବିଛାଇ ଦଉଛନ୍ତି ଆଉ ସେମାନେ ଡାଳ ଧରି ହୋସାନା ହୋସାନା କହୁଛନ୍ତି ହୋସାନା ଶବ୍ଦର ଅର୍ଥ ଆମ ମାନଙ୍କୁ ତୁମେ କଣ କର ଉଦ୍ଧାର କର ପରିତ୍ରାଣ କର ନା ଆଜି ଆମେ ପ୍ରଭୁଙ୍କ ପାଇଁ କଣ କରିବା ପ୍ରଭୁ ଯେ ଆମମାନଙ୍କର ରାଜା ଅଟନ୍ତି ଆମମାନଙ୍କର ହୃଦୟର ରାଜା ଅଟନ୍ତି ସେ ଆମମାନଙ୍କର ପାପ ଅପରାଧ ସବୁ କିଛିକୁ ସେ କୃଷରେ ନେବା ପାଇଁ ହିଁ ଏହି ଯାତ୍ରା କରୁଅଛନ୍ତି ତ ଆମେ ସେଇ ପ୍ରଭୁକୁ ଯିଏ ଆମକୁ ପ୍ରଥମେ ପ୍ରେମ କଲେ ଆମ ପାଇଁ ଯିଏ ଆଗରୁ ହିଁ ଯୋଜନା ରଖିଛନ୍ତି ସେଇ ପ୍ରଭୁକୁ ଆଜି ଆମେ କଣ ଦେବା ଆମ ପାଖରେ ତ ସେଇ ଗଧ ଛୁଆ ନାହିଁ ହଁ ଆମ ପାଖରେ ସେ ଲୁଗା ମଧ୍ୟ ଏବେ ନାହିଁ କିନ୍ତୁ ପ୍ରଭୁ ଆମଠୁ କଣ ଚାହାନ୍ତି ସେ ଆମକୁ ହିଁ ଚାହାନ୍ତି ଆମ ମାନଙ୍କର କୌଣସି ଠିକ ଅଛି ଆମେ ଚର୍ଚ୍ଚରେ ଅଫରିଂ ଦେବା ଭଲ କଥା କି ଆମେ ପାସ୍ ହେଇଥାଉ ଭଲ ନମ୍ବର ରଖିଲେ ମା ମାନେ ସବୁ କଣ ନା ଚର୍ଚ୍ଚରେ କିଛି କିଛି ଗିଫ୍ଟ କରନ୍ତି ଭଲ କଥା କିନ୍ତୁ ତା ଠାରୁ ଅଧିକ ସେ ଆମକୁ ଚାହାନ୍ତି ଆମ ହୃଦୟକୁ ଚାହାନ୍ତି ସେ ଏହା ଚାହାନ୍ତି କି ମୋ ହୃଦୟ ତା ହୃଦୟରେ ମୋ ପିଲାମାନେ କେବଳ ମତେ ହିଁ ରଖନ୍ତୁ କିନ୍ତୁ ତ ଆମ ହୃଦୟରେ ଆମେ କଣ କରିଥାଉ ନା ଅନେକଙ୍କୁ ଆମେ ରଖିଥାଉ ଆଜି କମ ଏଜରୁ ଛୋଟ ଏଜରୁ ପିଲାମାନେ କଣ କରୁଛନ୍ତି ନା କେତେ ଭୁଲ ପଥକୁ ଯାଉଛନ୍ତି କ୍ରିମିନାଲ ହେଇ ଯାଉଛନ୍ତି କେତେ ଦୁଃଖର ବିଷୟ କିନ୍ତୁ ପ୍ରଭୁଙ୍କର ଧନ୍ୟବାଦ ହେଉ କି ଆଜି ସେ ତାଙ୍କ ପ୍ରେମରେ ଆମ ସମସ୍ତଙ୍କୁ ସେ କିଣିଛନ୍ତି ପିଲାମାନେ ଆମେ କଣ କରୁନା ଆମର ଏଇ ସୁନ୍ଦର ହୃଦୟକୁ ଏଇ ଛୋଟିଆ ହୃଦୟରେ କେବଳ ପବିତ୍ର ଆତ୍ମା ହିଁ କଣ କରନ୍ତୁ ବାସ କରନ୍ତୁ କେବଳ ଯୀଶୁ ହିଁ ବାସ କରନ୍ତୁ ଆଉ ତାପରେ ଅନ୍ୟ ସବୁ କଣ ହେଇଯିବ ବିଷୟ ସବୁ ଡରିକି ଚାଲିଯିବେ ଆଜି ଆମ ହୃଦୟ ଆମେ ପ୍ରଭୁଙ୍କୁ ଦଉ ଆମେ ନମ୍ର ହଉ ଆମେ କାରଣ ଆମେ ବିଜୟର ସନ୍ତାନ ଅଟୁ ଆଉ ସେ ଖଜୁରୀ କେତେ ସ୍ୱାଦିଷ୍ଟ ଲାଗିଥାଏ ନା ଖଜୁର ସ୍ୱାଦିଷ୍ଟ ଲାଗିଥାଏ ତା ଭିତରକୁ ଫାଡିଲେ ଅନ୍ୟ ଜାଗାରେ ଅନ୍ୟ ଗଛ ମାନଙ୍କୁ କାଟିଲେ ତାର ବ୍ରାଞ୍ଚେସ୍ ଥାଏ ଆଉ ତାର ସବୁ କଣ ଏମିତି କଣ କୁହନ୍ତି ତାକୁ ଓଡିଆରେ ମତେ ଜଣା ନାହିଁ ମାନେ ତାର ପାର୍ଟ ହେଇ ବାହାରେ ଭିତରୁ ନା ମାନେ ଗାଣ୍ଠ ସବୁ ଥାଏ କିନ୍ତୁ ଏଇ ଗଛ ନା ଏତେ ସଫ୍ଟ ଏତେ ଫମ୍ପା ଥାଏ କି ତାକୁ ତା ଭିତର ଖାଦ୍ୟ ମଧ୍ୟ ବହୁତ ସ୍ୱାଦିଆ ଲାଗିଥାଏ ଆଉ ସେ ବହୁତ ସଫ୍ଟ ଥାଏ ଆଉ ସେ ପୁରା ଷ୍ଟେଟ ଥାଏ କୌଣସି ହଡଲ୍ସ ନଥାଏ ମାନେ ଗାଣ୍ଠ କିଛି ନଥାଏ ହୋଇପାରେ କି ତା ଉପର ଜାଗା କଣ୍ଟକମୟ ଥାଏ କିନ୍ତୁ ତା ଭିତରେ କେତେ ସଫ୍ଟ ଥାଏ ଆମ ଖ୍ରୀଷ୍ଟୀୟ ଜୀବନ ମଧ୍ୟ କରୋନା କି ଗୋଟେ ସଫ୍ଟ ଜୀବନ ଗୋଟେ ନମ୍ର ଜୀବନ ପ୍ରଭୁ ଏହା ଆମମାନଙ୍କ ଜୀବନ ପାଇଁ ଚାହାନ୍ତି ଆମେ ପ୍ରତିଦିନ ଏହା ଘୋଷଣା କରିବା कि प्रभु आहुରି अन्य सुसमाचार ଆମେ ପଢୁଛୁ କଣ ନା कि तुम्हें सियोन की बेटी से बोलो कि वो ना डरे देख तेरा राजा क्या कर रहा है गधे के बच्चे के ऊपर वो
आ रहा है आमे डरिबा नहीं आमे आगे आगे बढ़ी जीवा विजय यात्रा प्रभु आम मान जीवन रे गोटे विजय को दे अछंती विक्ट्री को दे अछंती एनु करे आम माने डरिबा नहीं आम हृदय को प्रभु को देबा आमे प्रथम स्थान प्रभु को देबा ना प्रभु ए वाक्य द्वारा हम समस्त को आशीर्वाद करंतु प्रेज द लॉर्ड ओके मु मोर शुणी पारिल ना एबे कोन सिखिलो कि किछि कहबा पय चाहू अछो कि आउरी अधिक चर्च रु सुनी अछो गोटे दी सेंटेंस रे कहबो आदेशा हेलो अगेन किछि कहबा कोन सिखिलो बुझी पारलो ना नहीं स्टोरी टा आगे आंटी बुझी पारले कोन सिखिलो कुह ମୁଁ ଶିଖିଲି କି ଯେମିତି ପ୍ରଭୁ ଯେମିତି ଗୋଟେ ରାଜା ହେଇକି ବି ଯେ ଗଧରେ ଆସିଲେ ଗଧରେ ଆସିଲେ ଆମମାନଙ୍କୁ ପରିତ୍ରାଣ ଦବା ପାଇଁ ଆମମାନଙ୍କୁ ସମସ୍ତରୁ ମୁକ୍ତି ଦେଲେ ଆମମାନଙ୍କୁ ପରିତ୍ରାଣ ଦେଲେ ଆମମାନଙ୍କୁ ତାଙ୍କର ପରିଚୟ ଦେଲେ ସେ ଆମେ ପ୍ରଭୁଙ୍କ ଉଦ୍ଦେଶ୍ୟରେ କୌଣସି ଭୁଲ କରିବାନି କୌଣସି ଖରାପ ପଥକୁ ଯିବା ନାହିଁ वेरी गुड गॉड ब्लेस यू ये रश्मिता ना प्रार्थना अनुरोध किछि अछि नाइन हिला ओके हो जदि अनुरोध प्रार्थना नाही ताले आमे प्रार्थना करिबा ना समस्त निमंते आमे प्रार्थना करिबा आज दिन को निमंते प्रार्थना